ଘରେ ସବୁବେଳେ କଳି ଝଗଡ଼ା ଲାଗି ରହୁଛି କି? ଘର ପରିବାରର ସଦସ୍ୟଙ୍କ ଭିତରେ ସବୁବେଳେ ମନାନ୍ତର ମତାନ୍ତର ଲାଗି ରହି ଅଶାନ୍ତି ସୃଷ୍ଟି ହେଉଛି କି? ତେବେ ଏହି ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ଭିଡ଼ିଓରେ ମୁଁ 10ଟି ଏମିତି ଉପାୟ ଦେବି ଯାହାର ପ୍ରଭାବ ଏକଦମ ଅଚୁକ, ରାମ ବାଣ ଭଳି ଅଚୁକ ଉପାୟ। ଆପଣ ସମସ୍ତଙ୍କୁ ଜାତକ ବିଚାର ଚ୍ୟାନେଲକୁ ହାର୍ଦ୍ଦିକ ସ୍ୱାଗତ। ଏଇଭଳି ଭିଡ଼ିଓ ଦେଖିବା ପାଇଁ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏବେ ଆସିବା ଭିଡ଼ିଓ ଟପିକ୍ ଉପରକୁ। ଦେଖନ୍ତୁ, ଘରେ କଳି ଝଗଡ଼ାର ବାତାବରଣ ଖେଳିବା ଏକଦମ ଅଶୁଭ ସଂକେତ। କାରଣ ଯେଉଁମାନଙ୍କର ସୌଭାଗ୍ୟ ଶେଷ ହୋଇଯାଇଥାଏ କିମ୍ବା ପୁଣ୍ୟ ଶେଷ ହୋଇଯାଇଥାଏ ସେମାନଙ୍କ ଘରେ ଅଶାନ୍ତିର ମାହୋଲ ତିଆରି ହୁଏ। ଘରେ ସବୁବେଳେ କଳି ଝଗଡ଼ା ଲାଗିବାର 5ଟି ମୁଖ୍ୟ କାରଣ ରହିଛି। କ'ଣ କ'ଣ? ପ୍ରଥମ ହେଉଛି ତନ୍ତ୍ରମନ୍ତ୍ର, ଦ୍ୱିତୀୟ ହେଉଛି ଗ୍ରହ ଦଶା, ତୃତୀୟ ହେଉଛି ପିତୃଦୋଷ, ଚତୁର୍ଥ ହେଉଛି ବାସ୍ତୁଦୋଷ, ଆଉ ପଞ୍ଚମ ହେଉଛି ଦୁର୍ଭାଗ୍ୟ। ଏହି 5ଟା କାରଣ ଯୋଗୁଁ ଘରେ କଳି ଝଗଡ଼ା ଲାଗେ। ପ୍ରଥମ କାରଣ କ'ଣ କହିଲି? ତନ୍ତ୍ରମନ୍ତ୍ର। ଦେଖିବେ, ଯଦି ଲୋକ ଭଲରେ ରହିଲେ, ଭଲ ପିନ୍ଧିଲେ, ଲଗେଇଲେ, ଗାଡ଼ି ଆଦି କିଣିଲେ, ସେମାନଙ୍କ ପଡ଼ୋଶୀ ସହ୍ୟ କରିପାରନ୍ତିନି। ପଡ଼ୋଶୀ ଛାଡ଼ନ୍ତୁ, ସେମାନଙ୍କ ନିଜ ଘରର ପରିବାର ଲୋକ ସହିପାରନ୍ତିନି। ଯଦ୍ୱାରା ଈର୍ଷାବଶତଃ ସେମାନେ ତନ୍ତ୍ରମନ୍ତ୍ରର ସାହାରା ନେଇ ଗୁଣିଆମାନଙ୍କ ପାଖକୁ ଯାଇ ଔଷଧ ଆଣି ଘରେ ଲୁଚେଇ ରଖିଦିଅନ୍ତି କିମ୍ବା ଖାଦ୍ୟ ମାଧ୍ୟମରେ ଦେଇଦିଅନ୍ତି, ଯଦ୍ୱାରା ଲୋକଟି ଉଚ୍ଚାଟିତ ହୋଇଯିବ। ତନ୍ତ୍ରଶାସ୍ତ୍ରରେ ଏହି କ୍ରିୟାକୁ ଉଚ୍ଚାଟନ କୁହାଯାଏ। ଉଚ୍ଚାଟନ ପ୍ରୟୋଗ ହେଲେ ଲୋକ ଏକୁଟିଆ ରହିବାକୁ ପସନ୍ଦ କରିବ, କାମଦାମ କରିବାକୁ ଇଚ୍ଛା ହେବନି, ଘରକୁ ଆସିବା ପାଇଁ ଇଚ୍ଛା ହେବନି, ଘରକୁ ପ୍ରବେଶ କରିବା ମାତ୍ରକେ ମନ ସବୁବେଳେ ବିଚଳିତ ହେବ, ଟିକେ ଟିକେ କଥାରେ ଚିଡ଼ଚିଡ଼ି ହେବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଉପାୟ ବି କହିବି ଏଥିରୁ ବାହାରିବାର, ଏସବୁକୁ ସମାପ୍ତ କରିବାର ଉପାୟ ବି କହିବି। ଦ୍ୱିତୀୟ କାରଣ କ'ଣ କହିଲି? ଗ୍ରହ ଦଶା। ଘର ମୁଖିଆଙ୍କ କୁଣ୍ଡଳୀରେ କିମ୍ବା ଘର ପରିବାରର ସମସ୍ତ ସଦସ୍ୟଙ୍କ କୁଣ୍ଡଳୀରେ ଯଦି ଗ୍ରହ ଦଶା ବିପରୀତ ଥାଏ, ତେବେ ସେଭଳି କ୍ଷେତ୍ରରେ ଯେତେ ଯାହା ଉପାୟ କଲେ ବି ସବୁ ବିଫଳ ହୋଇଯାଏ, ଫସର ଫାଟିଯାଏ। ଯଦ୍ୱାରା ଭାଇ ଭାଇ ଭିତରେ ଝଗଡ଼ା, ଅଯଥାରେ ଘରେ ଭାଗବାଣ୍ଟ ହୋଇଯାଏ, ଜମିବାଡ଼ି ମାଲି ମକଦ୍ଦମାରେ ମଣିଷ ଫସିଯାଏ। ଯେବେ ବି ଗ୍ରହ ଦଶା ଦେଖିବେ, କୁଣ୍ଡଳୀର ଚତୁର୍ଥ ଘର ହିଁ ପୀଡ଼ିତ ହେଉଥିବ। ଯେବେ ଯେବେ କୁଣ୍ଡଳୀର ଚତୁର୍ଥ ଘର ପୀଡ଼ିତ ହେବ, ପରିବାର ସୁଖରେ ହାନି ହେବାକୁ ଲାଗିବ, ଗୃହସ୍ଥ ସୁଖରେ ହାନି ହେବାକୁ ଲାଗିବ। ତୃତୀୟ ହେଉଛି ପିତୃଦୋଷ। ପିତୃଦୋଷ ଏତେ ଜଘନ୍ୟ ଜିନିଷ ଯେ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ଗୋଡ଼େଇ ଆସେ। ଯେ ପର୍ଯ୍ୟନ୍ତ ପିତୃଦୋଷ ଶାନ୍ତିକର୍ମ କରା ନ ଯାଇଥାଏ, ସେ ପର୍ଯ୍ୟନ୍ତ ପିତୃଦୋଷ ପ୍ରାୟ ଅନେକ ଲୋକଙ୍କର କୁଣ୍ଡଳୀରେ ସ୍ପଷ୍ଟ ଦେଖାଯାଏ। ଏହି ଦୋଷ ରହିବା ମାତ୍ରେ ଘରେ ପୁତ୍ର ସନ୍ତାନ ଜାତ ହୁଏନି, ବାରମ୍ବାର ପିଲାମାନଙ୍କର ମୃତ୍ୟୁ ହୁଏ, ଘରେ ଥିବା ପୋଷା ଜନ୍ତୁ ମରିଯାଆନ୍ତି, ଘରେ ଅହରହ କଳି ଝଗଡ଼ା ଲାଗିକିରି ରହେ। ଭଲ ଭଲ ଶୁଭ ଦିନମାନଙ୍କରେ କଳି ଝଗଡ଼ା ବେଶୀ ଲାଗେ। ଚତୁର୍ଥ ହେଉଛି ବାସ୍ତୁଦୋଷ। ୟା ବିଷୟରେ କ'ଣ କହିବି? ସ୍ଲୋ ପଏଜନ୍ ଆଉ ବାସ୍ତୁଦୋଷ ଭିତରେ ବେଶୀ କିଛି ଫରକ ନାହିଁ। ବାସ୍ତୁଦୋଷ ଯଦି ଘରରେ ଅଛି, ପୁରା ବଂଶକୁ ଧ୍ୱଂସ କରିବାର କ୍ଷମତା ରଖେ। ଘରେ ବାରମ୍ବାର ଅକାଳ ମୃତ୍ୟୁ ହୁଏ, ଅଚାନକ ବ୍ୟବସାୟରେ ଘାଟା ଦେଖିବାକୁ ମିଳେ, ବଡ଼ ବଡ଼ ଗାଡ଼ିରେ ବୁଲୁଥିବା ଲୋକ ବି ରାସ୍ତାରେ ଭିକାରୀ ହୋଇଯାଆନ୍ତି। ସେ ଘରେ ଶାନ୍ତି କେବେ ପ୍ରବେଶ ହିଁ କରିପାରିବନି, ଯେଉଁ ଘରେ ବାସ୍ତୁଦୋଷ ଅଛି। ପଞ୍ଚମ ହେଉଛି ଦୁର୍ଭାଗ୍ୟ। ଯେଉଁ ଘରେ ବାରମ୍ବାର ନନଭେଜ୍, ଆଇଁଷ କିମ୍ବା ମଦ ସେବନ କରାଯାଏ, ସେ ଘରେ ଦରିଦ୍ରତାର ବାସ ହୋଇଯାଏ, ଦୁର୍ଭାଗ୍ୟର ବାସ ସେ ଘରେ ହୋଇଯାଏ। ଦୁର୍ଭାଗ୍ୟ ଏତେ ଖରାପ ଜିନିଷ ଯେ ପ୍ରତ୍ୟେକ ମଣିଷ ଜୀବନରେ ଏମିତି କଳା ବାଦଲ ଘେରେଇ ଦିଏ, ପ୍ରତ୍ୟେକ ମୋଡ଼ରେ ଅସଫଳତାର ମୁହଁ ଦେଖି ଦେଖିକିରି ଦିନ ଯାଏ। ଏଣୁ ଘରେ ଯଦି ମଦ ଆମିଷ ବାରମ୍ବାର ହୁଏ, ସେ ଘରେ କଳି ଝଗଡ଼ା ଲାଗି ରହେ ଦୁର୍ଭାଗ୍ୟ କାରଣରୁ। ତେବେ ୟାର ପ୍ରତିକାର କ'ଣ? 10ଟି ପ୍ରତିକାର କହିବି। ଏହି ପ୍ରତିକାର କରିକିରି ଦେଖନ୍ତୁ, କିଛି ଦିନ ଭିତରେ ନିଶ୍ଚିତ ଘରେ ଶାନ୍ତି ବିରାଜମାନ କରିବ, ଆଉ ଘରେ ଲାଗି ରହୁଥିବା ଅଶାନ୍ତିର ବାତାବରଣ ଦୂରେଇକିରି କଳି ଝଗଡ଼ା ଶାନ୍ତ ପଡ଼ିଯିବ। କେବଳ ସେତିକି ନୁହେଁ, ଘରର ସମସ୍ତ ସଦସ୍ୟଙ୍କ ଭିତରେ ସ୍ନେହ ପ୍ରେମର ସମ୍ପର୍କରେ ମଧୁରତା ଆସିବ। 10ଟି ଅଚୁକ ଉପାୟ କହୁଛି, ଏହି ଉପାୟ ନିଶ୍ଚିତ କରିକିରି ଦେଖନ୍ତୁ। ପ୍ରଥମ ଉପାୟ କ'ଣ? ଶନିବାର ଓ ସୋମବାର ଦିନ ଗୋଟେ ଲୋଟାରେ କଞ୍ଚା କ୍ଷୀରରେ ଅଳ୍ପ କଳା ରାଶି ପକାଇକିରି ନେଇକିରି ଶିବଲିଙ୍ଗ ଉପରେ ଢାଳନ୍ତୁ।
ଯଦ୍ୱାରା କୁଣ୍ଡଳୀରେ ଚନ୍ଦ୍ରଙ୍କ ତରଫରୁ ମିଳୁଥିବା ଅଶୁଭ ପ୍ରଭାବ ତୁରନ୍ତ ନଷ୍ଟ ହୋଇଯିବ, ମାନସିକ ଶାନ୍ତି ମିଳିବ ଆଉ ମନୋବଳ ଦୃଢ଼ ହେବା ସହ ପରିବାରର ଲୋକଙ୍କ ଭିତରେ ମଧୁରତା ବଢ଼ିଯିବ। ରାତିରେ ଯେବେ ରୋଷେଇ ଶେଷ ହୋଇଯିବ, ଖାଦ୍ୟରୁ ଯାହା କିଛି ବଳି ପଡ଼ିଥିବ ତାକୁ ସକାଳୁ କୁକୁରକୁ ଖାଇବାକୁ ଦେଇଦେବେ, ଯଦ୍ୱାରା ରାତିରେ ଯାହା କିଛି ନକାରାତ୍ମକ ଶକ୍ତି ଘରେ ଥିବେ ତାହା ଖାଦ୍ୟରେ ପ୍ରବେଶ କରିସାରିଥିବେ। ବଳକା ଖାଦ୍ୟକୁ ଖାଇବା ଦ୍ୱାରା ମଣିଷ ଭିତରେ ତାମସିକ ପ୍ରବୃତ୍ତି ବଢ଼ିଯାଏ, ଏଣୁ ଯଥା ସମ୍ଭବ ସେ ଖାଦ୍ୟ କୁକୁରଙ୍କୁ ଦେଇଦେଲେ ଘରୁ ନକାରାତ୍ମକ ଶକ୍ତି ବାହାରିଯାଆନ୍ତି। ତୃତୀୟ ଉପାୟ କ'ଣ? ଘରେ କେବେ ବି ଅଇଁଠା ବାସନ ପକାଇବେ ନାହିଁ। ଚତୁର୍ଥ ଉପାୟ, ଅନ୍ତତଃ ସପ୍ତାହକୁ 2 ଥର ଅଳ୍ପ ହଳଦୀ ଆଉ ଅଳ୍ପ ଲୁଣ, ଗୋଟା ଲୁଣ ପାଣିରେ ପକାଇକରି ଘର ପୋଛା ମାରନ୍ତୁ। ଏହି ଉପାୟ ଏତେ ଶକ୍ତିଶାଳୀ ଯେ 2-3 ସପ୍ତାହ ଭିତରେ ଫରକ ଦେଖାଯିବ। ସ୍ନାନ କରିବା ପୂର୍ବରୁ ସ୍ନାନ ବାଲ୍ଟିରେ ହଳଦୀ ଅଳ୍ପ ମିଶାଇକରି ସ୍ନାନ କରନ୍ତୁ, ଯଦ୍ୱାରା ଶ୍ରୀ ଗୁରୁ ବୃହସ୍ପତି ଏବଂ ଶ୍ରୀ ଗୁରୁ ଶୁକ୍ରଙ୍କ ଆଶୀର୍ବାଦ ପ୍ରାପ୍ତି ହୁଏ, ଫଳରେ ଗୃହସ୍ଥ ଜୀବନ ସୁଖମୟ ହୁଏ। ଘରେ ଅସମୟରେ ଲାଗି ରହୁଥିବା କଳହ ଶାନ୍ତ ହୁଏ। ଷଷ୍ଠ ଉପାୟ କ'ଣ? ଗୁରୁବାର ଠାରୁ ଆରମ୍ଭ କରିକରି ଲଗାତାର ଓସ୍ତ ଗଛ ମୂଳରେ ହଳଦୀ ପାଣିରେ ଅଳ୍ପ କଳା ରାଶି ମିଶାଇକି ଓମ୍ ପିତୃଦେବାୟ ନମଃ ମନ୍ତ୍ର 21 ଥର କହିକରି ଢାଳିବେ। ରବିବାରକୁ ଛାଡ଼ିକରି ଏହି କ୍ରିୟା ପ୍ରତ୍ୟେକ ଦିନ କରିବେ। ଏତିକି କରିବା ଦ୍ୱାରା କିଛି ଦିନ ଭିତରେ ଘରେ ହେଉନଥିବା କାର୍ଯ୍ୟ ହେବାକୁ ଲାଗିବ ଆଉ ଘରେ ହେଉଥିବା ଅକାଳ ମରଣଟା ବନ୍ଦ ହୋଇଯିବ। ଇଏ ହେଉଛି ସବୁଠୁ ବଡ଼ କଥା। ଆଉ ଘରେ ଅନେକ ଦିନରୁ ଲାଗି ରହିଥିବା କଳହ ବି ଶାନ୍ତ ପଡ଼ିଯିବ। 7 ନମ୍ବର ଉପାୟ କ'ଣ? ଶନିବାର ଦିନ ନୂଆ ଚମଡ଼ା ଚପଲ କିଣିକରି ଆଣିବେ, ତାକୁ ପିନ୍ଧିକିରି ମନ୍ଦିରକୁ ଯିବେ। ମନ୍ଦିରରେ ଦର୍ଶନ କରିକରି ସେ ଚପଲ ସେଇଠି ଛାଡ଼ି ଦେଇକରି ଗୋଟାଏ ମୁହଁରେ ଏକାଲୟରେ ଘରକୁ ପଳାଇ ଆସିବେ। ସେ ଚପଲ ଯିଏ ବି ନେଲା ସେ ଆପଣଙ୍କର ଖରାପ ଗ୍ରହ ଦଶା ଦୁର୍ଭାଗ୍ୟକୁ ସାଙ୍ଗରେ ନେଇଗଲା ବୋଲି ଜାଣିବେ। ସେହି ଦିନଠାରୁ ଉନ୍ନତି ଆରମ୍ଭ ହୋଇଯିବ। ଘରର ବାସ୍ତୁଦୋଷ ଯୋଗୁଁ ଘରେ ଅସମୟରେ ଟିକେ କଥାରେ ଝଗଡ଼ା ଲାଗିଯାଏ। କଥା ଏତେ ଆଗକୁ ବଢ଼ିଯାଏ ଯେ ଘର ଭାଗବାଣ୍ଟ ପର୍ଯ୍ୟନ୍ତ ବି ପଳାଇଯାଏ। ଏଭଳି ପରିସ୍ଥିତିରେ ଘରେ ବାସ୍ତୁ ଦୋଷ ନିବାରଣ ଯନ୍ତ୍ର ସ୍ଥାପନା କରିବା ଉଚିତ। ଯଦି ବାସ୍ତୁ ଦୋଷ ନିବାରଣ ଯନ୍ତ୍ର ନାହିଁ, ତେବେ ବାସ୍ତୁ କୃତ୍ୟା ଯନ୍ତ୍ର ସ୍ଥାପନା କରିପାରିଲେ ଆହୁରି ଭଲ। ସେଇଟା ବାସ୍ତୁ ଦୋଷ ନିବାରଣ ଯନ୍ତ୍ର ଅପେକ୍ଷା ବାସ୍ତୁ କୃତ୍ୟା ଯନ୍ତ୍ରଟା ବହୁତ ଭଲ କାମ କରେ। 9 ନମ୍ବର ଉପାୟ କ'ଣ? ଗୁରୁବାର ଦିନ ହଳଦୀ ଗଛର ଚେର, ରବିବାର ଦିନ ବେଲ ଗଛର ଚେର ଆଉ ମଙ୍ଗଳବାର ଦିନ ଲାଜକୁଳି ଗଛର ଚେରକୁ ସଂଗ୍ରହ କରିକିରି ରଖିବେ। ଯେବେ ବି କୌଣସି ଶୁଭ ପର୍ବ ପଡ଼ିବ ସେଦିନ ଏଇ 3ଟି ଚେରକୁ ପୂଜା କରିକିରି ଗୋଟେ ରୂପା ଡେଉଁରିଆରେ ଭର୍ତ୍ତି କରିକିରି ପିନ୍ଧିବେ। ଗଳାରେ ପିନ୍ଧିବେ। ଯଦି ବାହୁରେ ପିନ୍ଧିବାକୁ ଚାହିଁବେ ପୁରୁଷ ଲୋକ ଡାହାଣ ବାହୁରେ ପିନ୍ଧିବେ, ସ୍ତ୍ରୀ ଲୋକ ବାମ ବାହୁରେ ପିନ୍ଧିବେ। ଦେଖିବେ କିଛି ଦିନ ଭିତରେ ଯେଉଁ ଲୋକ ଆପଣଙ୍କ ସହ ଶତ୍ରୁତା ରଖୁଥିଲେ ସେମାନେ ମିତ୍ର ହୋଇଯିବେ, ଅର୍ଥାତ୍ ସମସ୍ତ ଲୋକ ବଶୀଭୂତ ହୋଇକରି ରହିବେ। ଖାସ୍ କରିକରି ଘରର ସମସ୍ତ ସଦସ୍ୟ ସମ୍ମାନ ଦେବେ, ସ୍ନେହ ଦେବେ। ଏଣୁ ଘରର ମୁଖିଆ ଏଇ 3 ଚେରକୁ ଏକାଠି ସଂଗ୍ରହ କରିକରି ପିନ୍ଧିବା ନିହାତି ଆବଶ୍ୟକ। 10 ନମ୍ବର ଉପାୟ ଅର୍ଥାତ୍ ଶେଷ ଉପାୟ କ'ଣ? ଶେଷ ଉପାୟ ହେଉଛି ଯେବେ ବି କୌଣସି ନୂଆ ନଦୀ କିମ୍ବା ପୋଖରୀକୁ ଯିବେ, ଟଙ୍କିକିଆ କଏନ୍ ନିଶ୍ଚିତ ପାଣିରେ ପକାଇବେ। ଏଭଳି କରିବା ଦ୍ୱାରା ଅନେକ ଚମତ୍କାର ହୁଏ, ଯାହାକି ମୁଁ କହିବାକୁ ଚାହୁଁନି। ମୁଁ ଚାହୁଁଛି ଏହି ପ୍ରୟୋଗ କରିବା ପରେ ଚମତ୍କାରକୁ ଆପଣ ନିଜେ ଅନୁଭବ କରନ୍ତୁ ଆଉ କମେଣ୍ଟରେ ଆସିକରି ଜଣାନ୍ତୁ। ତେବେ ଭିଡ଼ିଓଟି ଆଜି ପାଇଁ ଏତିକି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି ଏଇଭଳି ଭିଡ଼ିଓ ଦେଖିବା ପାଇଁ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।